ଆକାଶ ଦୁଲିତି ବସିକରି ଇ ପ୍ରକାର ରଡ଼ମି ଇ କଥା ତ କଂସ ମାମୁ ବି ନି ଭାବିଥିର୍। 3 ଦିନ ହେଲା ନା ଲାଠୁରେ ଧନୁଯାତ୍ରା ହଉଥିଲା, ହେଥିର୍ଲାଗି ମତେ 4 ନମ୍ବର ଦିନେ ଇମାନେ ଧରି ଆଣିଲେ ଆର୍ ସବୁ ଖର୍ଚ୍ଚା ମୁଇଁ କରମି, ତୁଇ କେଁ ଟେନସନ୍ ନଉଛୁ ବୋଲା କର ମୁଇଁ ପଲେଇ ଆସନି। ଲୋକ କହେସନ୍ ଶସ୍ତା ତି ମହରା ମିଲସି, ଲେକିନ ଇମାନେ ଶସ୍ତା ତି ମତେ ରେହଟି ଦୁଲି ବସେଇ କରି ମାରବାର ପ୍ଲାନ୍ କରୁଥିଲେ। ଇ ବାବୁ କହୁଛେ ମୁଇଁ 4 ଥର ବସନି ନା ବୋ, ମୁଇଁ ଅଛେ ତୁଇ ଟେନସନ୍ ନି ନେ ବୋଲଛେ ଆରୁ ଇହାଦେ କହୁଛେ ମତେ ଏକ ଗୁଟେ ଲାଗଲା ନା ବୋ ଚାଲ ସାଙ୍ଗ ଦେ। ହେନ୍ତା ବଲସି ଆରୁ ହସି ଦଉଛେ ମୁଲକି ହସି। ଆରୁ ମତେ ତ ଯେନ୍ ପ୍ରକାର ଡର ଲାଗୁଛେ ଯେ କାଣା କହିମି ମୁଇଁ, କାନ୍ଦ କାନ୍ଦ ବାଇ ଲାଗୁଛେ। ଆରୁ ମୋର୍ ପାଖେ ଗୁଟେ ଆର୍ ଗୁଟେ ବାବୁ ଅଛେ ଯେନ୍ କି ମୁଲ ମୁଲ ହସୁଛେ। ଆର୍ ଇ ବାବୁ କହେସି ମୁଇଁ ବି ବସିଛେ ହୋ, ଲେକିନ ମୁଇଁ ଯେବେ ବି ବସିଛେ ମୋର୍ ସେଟିଂ ସନେ ବସିଛେ ବୋଲି କହେସି। ତାପରେ ଯେନ୍ତା ତେନ୍ତା କରି ମୁଇଁ ଉପରକେ ଚଢ଼ି ଯାଏସି ଆରୁ ଯେନ୍ ପ୍ରକାର ରଡ଼ୁଥିସି ଯେ ଟୁକେଲ ମାନେ ଦେଖିକରି କାନ୍ଦି ପକାସନ୍। ଆର୍ ଆକାଶ ଦୁଲି ବାଲା ହେ ଟୁକେଲ ମାନଙ୍କର କାନ୍ଦବାରଟା ଦେଖିକରି ମତେ ଉତରେ ଦେସି।